ମନା ଗାଡ଼ି ଗଲାରେ ଗାଡ଼ିରେ ପାଣି ପଶିଲାରେ ଭାଇ। ଭାଇ ଦେଖ ଏବେ ଏତିକି ପାଣି ଅଛି, ଆଗରୁ କେତେ ପାଣି ଥିବ ଭାବନ୍ତୁ। ଯାହା ହଉ ନଈ ପାଣି ତ ଆମର କିଛି ସାହାଯ୍ୟରେ ଆସିଲା। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ସ୍ୱାଗତ କରୁଛି ଆମର ଏକ ନୂତନ ଭିଡ଼ିଓରେ। ବର୍ତ୍ତମାନ ଆସି ଆମେ ପହଞ୍ଚି ସାରିଛେ ଭଗବାନପୁର ଗ୍ରାମରେ। ଦ୍ୱିତୀୟ ବନ୍ୟା ଜଳ କେଲୁଅ ନଦୀରେ ଆସିଲା ପରେ ଭଗବାନପୁର ଗ୍ରାମ କେତେ ପ୍ରଭାବିତ ହେଇଛି ଚାଲନ୍ତୁ ଦେଖିବା। ବର୍ତ୍ତମାନ ଆମେ ଭଗବାନପୁର ଗ୍ରାମକୁ ଧୀରେ ଧୀରେ କରି ପ୍ରବେଶ କରି ଚାଲିଛେ। ଭାଇ ଏଟା ଭଗବାନପୁର ଦେଖ ପାଣି। ଯଦି ଆମକୁ ଗାଁର ଏଣ୍ଟ୍ରିରେ ଏତେ ପାଣି ମିଳୁଛି ତ ଭିତରେ ଆହୁରି ବି ରାସ୍ତା ବୁଡ଼ି ଥିବ। ଆମକୁ ଦେଖିବାକୁ ଆହୁରି ଭଲ ଲାଗିବ, ଆପଣଙ୍କୁ ଦେଖାଇବା ପାଇଁ ବି ଆମକୁ ସୁଯୋଗ ମିଳିବ। ଆରେ ଭାଇ ସେଠି ଜଣେ କହୁଛନ୍ତି ଭାଇ ପୁରାପୁରି ମଝି ଦେଇକି ଆସ, ଆଗକୁ ଖାଲି ଟିକେ ବାମ ପାର୍ଶ୍ୱକୁ ମଡ଼େଇକି ଯିବ, ନହେଲେ ମଝିରେ ଖାଲ ଅଛି। ଗାଁରେ କ'ଣ ଚାଲିଛି? ଗ୍ରାମ ଭିତରେ ପାଣିର ଆତଙ୍କ ଦେଖିପାରୁଥିବେ। ଭାଇ ସାଇଲେନ୍ସରରେ ପାଣି ପଶିଗଲା, ଗାଡ଼ି ବର୍ତ୍ତମାନ ପେଲା ହେଉଛି ଦେଖ। ପୁରା ଭୟଙ୍କର, ଗୋଟେ ଖାଲରେ ପଶିଗଲା, ଆଉ ଟୋଟାଲି ସେ ହେଲାନି ଷ୍ଟାର୍ଟ। ଆଉ ଚାଲ ପେଲିକା ଚାଲ ପାଣିରେ। ଭିଡ଼ିଓ ଆମର ଲେଟ୍ରେ ଅପଲୋଡ଼ ହେଲା, ସେଥିପାଇଁ ଆମେ ହୃଦୟରୁ କ୍ଷମା ପ୍ରାର୍ଥନା ଚାହିଁବୁ। କାରଣ ବରିରେ ବନ୍ୟାର ଆତଙ୍କ ବ୍ରାହ୍ମଣୀରେ ବହୁ ଜାଗାରେ ଘାଇ ହୋଇସାରିଛି। ବରିର ଷ୍ଟ୍ରକ୍ଚରରେ ପାଣି ପଶିଯାଇଛି, ସେଥିପାଇଁ ସେ କରେଣ୍ଟ କାଟି ଦେଇଛନ୍ତି। ଇଣ୍ଟରନେଟ୍ କନେକ୍ସନ୍ ବି ଠିକ୍ଠାକ୍ ଚାଲୁନି, ଯେହେତୁ ନେଟୱାର୍କ ନଥିବାରୁ। ସେଥିପାଇଁ ଆମେ ହୃଦୟରୁ କ୍ଷମା ପ୍ରାର୍ଥନା ଚାହୁଁଛୁ। ଏ ଭିଡ଼ିଓ ଆମର ଅଗଷ୍ଟ 19ର। ଏଠି ତ ଆମ ଗାଡ଼ି ପୁରା ପାଣିକୁ ଚିରି ଯାଉଛି। ମିଛ ତ ଦେଖ, ପାଣି ପୁରା ଚିରି ଯାଉଛି। ଆଗରେ ଗୋଟେ ଛୁଆ ଭାଇ ଆମର କହୁଛନ୍ତି ଭାଇ ବାଁକୁ କାଟିକି ଆସ। ଆମେ ବି ବାଁକୁ କାଟିକି ଆସିଲୁ, ବୋଧେ ଖାଲଟି ପଡ଼ିଥିଲା। ଭାଇ ଧନ୍ୟବାଦ। ଏଇଟା ହେଉଛି ଅପରାହ୍ନ ସମୟ। ଦେଖନ୍ତୁ ନଦୀର ପାଣି ଆସ୍ତେ ଆସ୍ତେ କମିବାକୁ ଲାଗିଛି, ନହେଲେ ଏଇ ରାସ୍ତାରେ ଯାଇ ହେଉନଥିଲା, ଏତେ ପାଣି ଥିଲା ଯେ। ତ ଆମର ପୂର୍ବ ଭିଡ଼ିଓରେ ଦେଖିଥିବେ ଯେ କେଲୁଅ ନଦୀର ବନ୍ୟା, ଏବେ ବି ଦେଖୁଛନ୍ତି ସେଇ କେଲୁଅ ନଦୀର ବନ୍ୟା, କିନ୍ତୁ ଅନ୍ୟ ଏକ ସ୍ଥାନରେ। ଆପଣ ସେତେବେଳେ ଦେଖୁଥିଲେ ନିଆଳି, ବରପଦା ଏବଂ ତାଳୁଆ ଏବଂ ବାଲିକୁଦାର ଦୃଶ୍ୟ। ଏଟା ହେଉଛି ଭଗବାନପୁର ଦୃଶ୍ୟ। ଦେଖନ୍ତୁ ଭାଇ ସେ ପାଖରେ କିଛି ଘର ବନ୍ୟାରେ ପ୍ରଭାବିତ ହୋଇଯାଉ, ସେଥିପାଇଁ ଦେଖନ୍ତୁ କେତେ ଗାଡ଼ି ସେଠି ଥୁଆ ହେଇଛି। ପୁରା ବନ୍ୟା ପାଣିରେ ସେ ପୁରାପୁରି ବୁଡ଼ିକି ରହିଛନ୍ତି। ଆଉ ପାଗ ବି ପୁରା ମସ୍ତ ଅଛି। ଏବେ ଚାଲନ୍ତୁ ଦେଖିବା ଡ୍ରୋନ୍ ମାଧ୍ୟମରେ ବନ୍ୟା ଅଞ୍ଚଳର ଦୃଶ୍ୟ। ଆମ ଡ୍ରୋନ୍ ଆକାଶ ମାର୍ଗକୁ ଆସ୍ତେ କରିକି ଯିବାର ଲାଗିଛି। ୱାଓ, ପଳେଇଲା।
ଭାଇ ଇଏ ହେଉଛି ଆମର ରମାପୁର ଯିବାର ରାସ୍ତା ଦେଖୁଛନ୍ତି ପୁରା ଅଲଗା ପ୍ରକାର ଭିଉ ପୁରା ମସ୍ତ ଭିଉ ଆଉ ସିଆଡ଼େ ବର୍ଷା ବି ଆସିଲାଣି ଆଉ ଏଠି ଦେଖନ୍ତୁ ପୁରା ପାଣି ଅଲଗା ପ୍ରକାର ପାଣି ଥିଲୁ ନଈ ଭାଡ଼ି ପାଣି ଦେଖି ଆଉ ଭିଉ ଦେଖି ପୁରା ଗୋଟେ ଅଲଗା ପ୍ରକାର ଦୃଶ୍ୟ ଅଲଗା ପ୍ରକାର ଦୃଶ୍ୟ ହେଲେ କ'ଣ କରିବୁ ଆମର ତ ଏଠି କରେଣ୍ଟ ନାହିଁ ଇଲେକ୍ଟ୍ରିସିଟି ନାହିଁ ନେଟ୍ ଚାଲୁନି କଲ୍ ଯାଉନି ଭିଡ଼ିଓ ଆସେ ଭାଇ ଲେଟ୍ରେ ତ ଅପେକ୍ଷା କର। ଏଠି ପୁରା ସବୁ ଗାଡ଼ି ଧୋଇକି ପୁରା ଅଲଗା ପ୍ରକାର ବୁଝନ୍ତି ସବୁ ଯିଏ ଆସିଲା ସେ ଗାଡ଼ି ଧୋଇଲା ଫ୍ରି ସର୍ଭିସିଂ। ଗୋଟେ ପୁରା ମସ୍ତ ଭିଉ ଦେଖାଯାଉଛି ଅଲଗା ପ୍ରକାର ଭିଉ ବର୍ଷା ସିଆଡ଼େ ଆସୁଛି ଦେଖନ୍ତୁ କେତେ ଜୋରରେ ବର୍ଷା ଆସୁଛି ଆଉ ଏଇ ପାଖର ଦୃଶ୍ୟ ଦେଖନ୍ତୁ ପୁରା ଅଲଗା ପ୍ରକାର ଭିଉ ସବୁଆଡ଼େ ସମୁଦ୍ର ନଈ ବଡ଼ିର ପାଣି ବହୁତ ଥଣ୍ଡା ଥଣ୍ଡା ଲାଗୁଛି। ଭଲ କଥା ପାଣି ଟିକେ ପିଇଦେ ଭାଇ ଆମ ଗାଡ଼ି ସେଠି ଗାଡ଼ି ସବୁ ଧୁଆ ହେଉଛି ସେଠି ମାଛ ପାଇଁ ବର୍ଷା ହେଉଛି ଆଉ ପାଗ ଏଠି ସବୁ ଚାଲି ଚାଲିକା ଯିବ ଯାହା ହଉ ନଈ ପାଣି ତ ଆମର କିଛି ସାହାଯ୍ୟରେ ଆସିଲା ଲାଷ୍ଟକୁ ଆମେ ଆମର ଗାଡ଼ିକୁ ଏଇଠି ଧୋଇ ଦେଇକି ବାହାରିବୁ ଆମ ଘରକୁ। ରାସ୍ତା ଉପରେ ପାଣି ଏକ ଭ୍ରାନ୍ତ ଧାରଣା ସୃଷ୍ଟି କରୁଛି ଭ୍ରମ ସୃଷ୍ଟି କରୁଛି ଦେଖନ୍ତୁ ଯେମିତି ସମୁଦ୍ର ଚାରିଆଡ଼େ ଜଳମଗ୍ନ ଚାଲନ୍ତୁ ଦେଖିବା ଅଦ୍ଭୁତ ଦୃଶ୍ୟ ମନୋରମ ଦୃଶ୍ୟ ସୁନ୍ଦର ଦୃଶ୍ୟ ଦେଖନ୍ତୁ ଯିଏ କହେ ଆମେ କେରଳରେ ଅଛୁ ଦୁଇ ପାର୍ଶ୍ୱରେ ଖାଲି ପାଣି ଦୁଇ ସାଇଡ଼ରେ ନଈ ଆଉ ଦେଖନ୍ତୁ ଭିଉଟା ପୁରା ଅଲଗା ପ୍ରକାର ଆଉ ସେ ପାଖରେ ଯେଉଁ ଦୃଶ୍ୟ ଅଛି କ'ଣ କହିବି ଏଟା ବି ବୁଡ଼ି ଯାଇଥିଲା ବର୍ତ୍ତମାନ ଯେହେତୁ ପାଣି କମିଯାଇଛି ଦେଖନ୍ତୁ ରାସ୍ତା ଉପରେ ଅଳ୍ପ ଅଳ୍ପ ପାଣି ଅଛି ତ ପୂର୍ବରୁ ଏଟା ପୁରାପୁରି ବୁଡ଼ି ଯାଇଥିଲା ଭାବନ୍ତୁ ସେତେବେଳେ କେଉଁ ପ୍ରକାର ଦୃଶ୍ୟ ହୋଇଥିବ ଯେହେତୁ କି ବର୍ତ୍ତମାନ ପାଣି କମିଗଲାଣି ଆଉ ସୁନ୍ଦର ମନୋରମ ଦୃଶ୍ୟ ମୋ ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି ଦେଖନ୍ତୁ ଏକ ସୁନ୍ଦର ମନୋରମ ଦୃଶ୍ୟ ଯାହାକି ପାହାଡ଼ କୋଳରେ ଲୁଚି ଯାଉଛି ସୂର୍ଯ୍ୟ A starry trail with birds. ଭାଇ ପାଗ ଦେଖୁଛନ୍ତି ତ ପୁରା ବିୟୁଟି 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 ସହିତ ଏଠି ଗୋଟେ ୱାଣ୍ଡରିଂ ଭିଉ ପୁରା Cold-hearted, but I'm just getting started. But my eyes on the target. Love, love. You're the better ones, you can't go down. ସେ ଆମ ମାମୁଁ ଘର ପାହାଡ଼। Still give me your loyalty, 'cause I'm taking the world, you'll see. They'll be calling me, they'll be calling me royalty. But still give me your loyalty, 'cause I'm taking the world, you'll see. They'll be calling me, they'll be calling me royalty. Calling me royalty. ଇଏ ହେଉଛି ଆମର କଦମପାଳ ବ୍ରିଜ୍ ଯାହାକି ଜନକରୁ କଦମପାଳକୁ ସଂଯୋଗ କରୁଛି
ଆମେ ପ୍ରଥମେ ରମାପୁରକୁ ଆସି ତାପରେ ସେଇ ରାସ୍ତାରେ ଆସିଲୁ କଦମପାଳ ଏବଂ ଏଇ ବ୍ରିଜରେ ବର୍ତ୍ତମାନ ଅଛୁ। ଆଉ ଦେଖନ୍ତୁ ଏଇ ବ୍ରିଜର ସୁନ୍ଦର ଏବଂ ମନୋରମ ଦୃଶ୍ୟ। ବର୍ଷା ବି ଜୋରରେ ଆସିଲାଣି। ତ ବାଟରେ ଆମେ ରହିଗଲୁ ଜନକ ପାଖରେ। ଦେଖନ୍ତୁ ସେକଡ଼ରେ ବହଡ଼ିଆ ପାହାଡ଼, ଇଏ ହେଉଛି ଆମ କେଲୁଅ ନଦୀ। ଆଉ ସନ୍ଧ୍ୟା ସମୟର ଦୃଶ୍ୟ ଦେଖନ୍ତୁ, ସୂର୍ଯ୍ୟ ଅଲରେଡ଼ି ବୁଡ଼ିଗଲେଣି।